ବର୍ତ୍ତମାନ ଯାହା ସୂଚନା ମିଳୁଛି କ୍ରିକେଟ ପ୍ରେମୀଙ୍କୁ ଝଟକା। ଆଇପିଏଲ୍ ଦେଖିବା ଏବେ ଆହୁରି ହେବ ମହଙ୍ଗା, ବଢ଼ିଲା ଟିକେଟ୍ ଦାମ। ତେବେ ସୂଚନା ଅନୁସାରେ କ୍ରିକେଟ ପ୍ରେମୀଙ୍କୁ ଶକ୍ତ ଝଟକା। ଏବେ ଆଉ ଶସ୍ତାରେ ଦେଖି ହେବନି ଆଇପିଏଲ୍। ଦିଲ୍ଲୀରେ ଅନୁଷ୍ଠିତ 56ତମ ଜିଏସ୍ଟି ପରିଷଦ ବୈଠକ ପରେ ଜିଏସ୍ଟି ହାରରେ ବଡ଼ ପରିବର୍ତ୍ତନ ହୋଇଛି। ବିଶ୍ୱର ସବୁଠାରୁ ବଡ଼ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ଟିକେଟ୍ ମହଙ୍ଗା ହେବାକୁ ଯାଉଛି। ଏବେ 5 କି 18% ନୁହେଁ, ଟିକେଟ୍ ଉପରେ 40% ଜିଏସ୍ଟି ଲାଗୁ କଲେ ସରକାର। ଏହି କାରଣରୁ ଷ୍ଟାଡିୟମ ଯାଇ ମ୍ୟାଚ୍ ଦେଖିବା ପ୍ରଶଂସକଙ୍କ ପାଇଁ କଷ୍ଟକର ହୋଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଅଧ୍ୟକ୍ଷତାରେ ସେପ୍ଟେମ୍ବର 3ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ ଆଇପିଏଲ୍ ଟିକେଟ୍ ଉପରେ ଜିଏସ୍ଟି ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାକୁ 12% ବୃଦ୍ଧି କରାଯାଇଛି। ଏହାର ପ୍ରଭାବ ଆଇପିଏଲ୍ 2026ରେ ଦେଖିବାକୁ ମିଳିବ। ଜିଏସ୍ଟି ପରିଷଦ ବୈଠକରେ ଆଇପିଏଲ୍ ଟିକେଟ୍ ଉପରେ 40% ଜିଏସ୍ଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପୂର୍ବରୁ ଏହା 28% ଥିଲା। ଏହି କାରଣରୁ ଆଇପିଏଲ୍ ଟିକେଟ୍ ମହଙ୍ଗା ହୋଇପାରେ। ଏହାର ସିଧାସଳଖ ପ୍ରଭାବ ଟିକେଟ୍ ପ୍ରଶଂସକଙ୍କ ପକେଟ୍ ଉପରେ ପଡ଼ିବ। ଯଦି ସେମାନେ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ଯାଆନ୍ତି, ତେବେ ଟିକେଟ୍ ପାଇବା ପାଇଁ ସେମାନଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବ। ପୂର୍ବରୁ 1000 ଟଙ୍କାର ଆଇପିଏଲ୍ ଟିକେଟ୍ ଉପରେ 28% ଜିଏସ୍ଟି ଲାଗୁ ହୋଇଥିଲା। ଏହାଦ୍ୱାରା ଟିକେଟ୍ର ମୋଟ ମୂଲ୍ୟ 1280 ଟଙ୍କା ହୋଇଯାଇଥିଲା। ବର୍ତ୍ତମାନ ନୂତନ ହାର ଅନୁସାରେ ଏହି ଟିକେଟ୍ର ମୂଲ୍ୟ 1400 ଟଙ୍କା ହେବ। ଅର୍ଥାତ୍ ପ୍ରଶଂସକମାନଙ୍କୁ 120 ଟଙ୍କା ଅଧିକ ଦେବାକୁ ପଡ଼ିବ। ସେହିପରି 500 ଟଙ୍କାର ଟିକେଟ୍ ଉପରେ ବର୍ତ୍ତମାନ 640 ଟଙ୍କା ପରିବର୍ତ୍ତେ 700 ଟଙ୍କା ଦେବାକୁ ପଡ଼ିବ। ସେହି ସମୟରେ ପ୍ରଶଂସକମାନଙ୍କୁ 2000 ଟଙ୍କାର ଟିକେଟ୍ ଉପରେ 2560 ଟଙ୍କା ପରିବର୍ତ୍ତେ 2800 ଟଙ୍କା ଦେବାକୁ ପଡ଼ିବ। ଏହାର ପ୍ରଭାବ ଆଇପିଏଲ୍ 2026 ଷ୍ଟାଡିୟମରେ ଦେଖାଯାଇପାରେ। ଯଦି ଆଇପିଏଲ୍ ଟିକେଟ୍ର ମୂଲ୍ୟ ବୃଦ୍ଧି ପାଏ, ତେବେ ଷ୍ଟାଡିୟମରେ ପ୍ରଶଂସକଙ୍କ ଅଭାବ ହୋଇପାରେ। ଏହା ଆଇପିଏଲ୍ର ଲୋକପ୍ରିୟତାକୁ ପ୍ରଭାବିତ କରିପାରେ। ଅନ୍ୟପକ୍ଷରେ ସ୍ୱୀକୃତିପ୍ରାପ୍ତ କ୍ରୀଡ଼ା ଇଭେଣ୍ଟ ଉପରେ ଜିଏସ୍ଟି ଲାଗୁ କରାଯାଇନାହିଁ। ଏହା ବ୍ୟତୀତ ଜିଏସ୍ଟି ପରିଷଦ ବେଟିଂ, ଜୁଆ, ଲଟେରୀ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍ ମନି ଗେମିଂ ଭଳି କାର୍ଯ୍ୟକଳାପ ଉପରେ 40% ଜିଏସ୍ଟି ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।